ଗଳ୍ପର ଶୀର୍ଷକ ଅସମାହିତ। ଜୀବନରେ ପ୍ରଶ୍ନ ପଚାରୁ ନଥିବା ମଣିଷ ହିଁ ସୁଖୀ। ପ୍ରତ୍ୟେକ କଥାର ଅର୍ଥ ଖୋଜି ବାହାର କରିବାକୁ ଉଦ୍ୟମ ନ କରିବା ହିଁ ଶାନ୍ତିର ଚାବିକାଠି। କେହି କେହି କହିପାରନ୍ତି, ଏମିତି ଜୀବନଟେ ଜୀଇଁବା ନିହାତି ଅର୍ଥହୀନ। ଏମିତି ଏକ ଜୀବନ ଏକ ନିହାତି ସାଧାରଣ, ବୈଚିତ୍ର୍ୟହୀନ, ଗତାନୁଗତିକ, ସ୍ଥିତିବାଦୀ ଶଗଡ଼ଗୁଳାର ଜୀବନ, ଯାହାର କିଛି ମାନେ ହିଁ ନାହିଁ। ହୁଏତ ଏ ଉଭୟ କଥା ଆଂଶିକ, ପୂର୍ଣ୍ଣମାତ୍ରାରେ ବା ବହୁ ପରିମାଣରେ ସତ୍ୟ ବା ମିଥ୍ୟା, କାରଣ ସତ୍ୟ ଓ ମିଥ୍ୟା ଚିରକାଳ ଆପେକ୍ଷିକ। କୋକେଇ ଭିତରୁ ଉଙ୍କି ମାରୁଥିବା ଦୁର୍ଗା ମାଉସୀର ଅଳତା ଲଗା ପାଦ ଦୁଇଟିକୁ ନିରେଖି ନିରେଖି ଦେଖିଲା ବେଳକୁ ଗୋଟିଏ ପ୍ରଶ୍ନ ହିଁ ମୋ ମନରେ ବାରମ୍ବାର ଆସୁଥିଲା। ଅହ୍ୟ ସୁଲକ୍ଷଣୀ ହୋଇ ମଥାରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧି ଓ ପାଦରେ ଅଳତା ଲଗେଇ ସଦ୍ୟ ଏଇ ଦୁନିଆରୁ ବିଦାୟ ନେଇଥିବା ଏ ନାରୀଟି ତା ଜୀବନରେ ସୁଖୀ ଥିଲା ନା ଅସୁଖୀ? ବହଳ ବହଳ ଫୁଲମାଳା ଓ ତୋଡ଼ାର ତଳେ ଚାପି ହୋଇ ରହିଯାଇଥିବା ଦୁର୍ଗା ମାଉସୀର ନିଷ୍ପ୍ରାଣ ଶରୀରକୁ ଅନେଇ ମନେ ମନେ ମୁଁ ପଚାରୁଥିଲି, ମାଉସୀ, ଜୀବଦଶାରେ ତୁ କେବେ ତୋ ମନର କଥା କାହା ଆଗେ ଖୋଲି କହିନୁ। କ'ଣ ତୋତେ ଭଲ ଲାଗେ, କ'ଣ ଲାଗେ ମନ୍ଦ, ସେ ବିଷୟରେ ନା କେହି ତତେ ପଚାରିଛନ୍ତି, ନା ସେ ବିଷୟରେ ତୁ କାହାକୁ କିଛି କହିଛୁ। ବଞ୍ଚିଥିବା ବେଳେ କିଛି ନ କହିବାର ଦାୟ ଅନେକ ଥାଏ। ବାପା, ମା, ସ୍ୱାମୀ, ସନ୍ତାନ, ଶାଶୁ, ଶ୍ୱଶୁର, ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବ ଏମାନଙ୍କୁ ନେଇ ଜୀବନ ଜୀଇବାର ନିଷ୍ପତ୍ତି କରିଥିବା ମଣିଷକୁ ଆଜୀବନ ମୌନବ୍ରତ ହିଁ ରଖିବାକୁ ହୁଏ। କାରଣ ପାଟି ଖୋଲିଲେ ଆପାତତଃ ସୁନ୍ଦର, ସ୍ୱାଭାବିକ ଦିଶୁଥିବା ସଂସାରର ଛବି ବିବର୍ଣ୍ଣ ହୋଇଯିବାର ଆଶଙ୍କା ଥାଏ। ଏବେ ତ ତୁ ସେ ବନ୍ଧନ, ସେ ଅଙ୍କୁଶର ଊର୍ଦ୍ଧ୍ୱରେ। ଏବେ ତ ଜୀଇବାର ସେ ଅସହାୟତା ନାହିଁ। ପ୍ରଥମ ଥର ପାଇଁ ସତ କରି ଗୋପନରେ ମୋ କାନ ପାଖରେ କହନ୍ତୁନି ଚୁପଚାପ, ତୋ ଜୀବନର ଯାତ୍ରା କେମିତି ରହିଲା? ଗୋଟିଏ ବାକ୍ୟରେ କହନ୍ତୁ ନାହିଁ, ତୁ ସୁଖୀ ଥିଲୁ ନା ଅସୁଖୀ? ଆରେ ଶୀଘ୍ର କୋକେଇ ଉଠା, ମଡ଼ା ବାସି ହେଇଯିବ ଯେ। କେହି ଜଣେ ବୟସ୍କ ଗୁରୁଜନଙ୍କର ବିକଟ ଚିତ୍କାର ଶୁଣି ମୁଁ ମୋର ସମ୍ବିତ ଫେରି ପାଇଲି। କେହି ଜଣେ ବୟସ୍କ ଗୁରୁଜନଙ୍କର ବିକଟ ଚିତ୍କାର ଶୁଣି ମୁଁ ମୋର ସମ୍ବିତ ଫେରି ପାଇଲି। କେହି ଜଣେ ବୟସ୍କ ଗୁରୁଜନଙ୍କର ବିକଟ ଚିତ୍କାର ଶୁଣି ମୁଁ ମୋର ସମ୍ବିତ ଫେରି ପାଇଲି। ଆରେ ସତେ ତ, ଯେକୌଣସି ମୃତ୍ୟୁର ପ୍ରଥମ କେତୋଟି କ୍ଷଣ ମଣିଷକୁ ସ୍ତବ୍ଧ, ନିର୍ବାକ କରିଦେଲା ପରେ ପୁଣି ସବୁ ଯେମିତି ପୂର୍ବପରି ଗତାନୁଗତିକ, ସ୍ୱାଭାବିକ ହେଇଯାଏ। ହଠାତ୍ ମୃତ୍ୟୁର ଆଗମନରେ ଜଣେ କିଛି ମୁହୂର୍ତ୍ତ ପାଇଁ ହତଚକିତ ହୋଇ ରହିଯାଏ, ଏଇଆ ଭାବି ଯେ କିଛି ସମୟ ପୂର୍ବରୁ ଯେଉଁ ରକ୍ତମାଂସର ମଣିଷ ଆମ ଭିତରେ ଥିଲା କାହାର ବାପା, କାହାର ମା, କାହାର ଭାଇ ବା ଭଉଣୀ, ଦାଦା ବା ଖୁଡ଼ୀ, ଜେଜେ ବା ଜେଜେମା ବା ସମ୍ପର୍କୀୟ ନହେଲେ ବି ପରିଚିତ, ସେଇ ମଣିଷଟି ଆଉ ଆମମାନଙ୍କ ଭିତରେ ନାହିଁ। ହୁଏତ ମୃତ୍ୟୁ ହିଁ ଜୀବନର ଅବଶ୍ୟମ୍ଭାବୀ ସତ୍ୟ। ୟାର ତିକ୍ତ ଉପଲବ୍ଧି ସମସ୍ତଙ୍କୁ ନିଜ ନିଜର ଅନାଗତ ମୃତ୍ୟୁ ସମ୍ପର୍କରେ ସଚେତନ କରିଦିଏ। କାରଣ ଦୈନନ୍ଦିନ ଜୀବନର କୋଳାହଳ ଭିତରେ କେହି କେବେ ଭାବେ ନାହିଁ ଯେ ମୋର ବି ଦିନେ ଏ ଦୁନିଆରୁ ମୋର ପ୍ରିୟ ପରିଜନଙ୍କଠାରୁ ବିଦାୟ ନେବାର ବେଳ ଆସିବ ସବୁଦିନ ପାଇଁ। ଦୁର୍ଗା ମାଉସୀର କୋକେଇକୁ କାନ୍ଧ ଦେବାକୁ ମୁଁ ଆଗଭର ହେଲି। ମାଉସୀ ସହ ମୋର ରକ୍ତର ସମ୍ପର୍କ ନଥିଲା, ଥିଲା ସ୍ନେହ ଶ୍ରଦ୍ଧାର ଏକ ଅତୁଟ ସେତୁ। ପିଲାଦିନୁ ମା ଛେଉଣ୍ଡ ବୋଲି ପଡ଼ୋଶୀ ଘରର ବୋହୂ ହିସାବରେ ମା'ର ସ୍ନେହ ଦେଇଥିଲା ମୋତେ ଦୁର୍ଗା ମାଉସୀ। ମୋ ପିଲାଦିନେ ଯେତେବେଳେ ମୋର ବୟସ ହୁଏତ ହେବ 5-6 ବର୍ଷ, ସେତେବେଳେ ଦୁର୍ଗା ମାଉସୀ ବୋହୂ ହେଇ ଆସିଥିଲା ଆମ ସାହିକୁ। ମଥାରେ ଟିପି ଟିପି ଚନ୍ଦନ ବିନ୍ଦୁ, ସୀମନ୍ତରେ ସିନ୍ଥି, ଗଭାରେ ରଜନୀଗନ୍ଧାର ଗଜରା, ନାକରେ ଚିକ୍ ଚିକ୍ କରୁଥିବା ନାକଚଣା, ଆଖିରେ କଜଳର ଧାର, ସୁନା ଗହଣା ଓ ନାଲି ବନାରସୀ ଶାଢ଼ୀ ଭିତରେ ମାଉସୀ ଦିଶୁଥିଲା ରାଜରାଜେଶ୍ୱରୀ ଯେମିତି। ମାଉସୀର ନବବଧୂ ରୂପ ମୋ ମନରେ ମହାର୍ଘ ମୁକ୍ତା ପରି ସାଇତା ହୋଇ ରହିଥିଲା। ଦୁର୍ଗା ପୂଜାରେ ଯେବେ ବି ଦେବୀ ମଣ୍ଡପକୁ ମୁଁ ଦର୍ଶନ କରିବାକୁ ଯାଏ, ଦେବୀ ପ୍ରତିମାଙ୍କ ଅପୂର୍ବ ରୂପଲାବଣ୍ୟ ଭିତରେ ସଦାବେଳେ ଦୁର୍ଗା ମାଉସୀର ନୂଆ ବାହା ହେଇ ଆସିଥିବା ଦିବ୍ୟ ରୂପ ମୋ ଆଖିରେ ସାକାର ହୋଇଉଠେ। ସେବେଳର ଦୁର୍ଗା ମାଉସୀର ପଣତ କାନିକୁ ହାତରେ ଧରିଥିବା ଗୋଟିଏ ଫଟୋ ଏବେ ବି ଆମ ପରିବାରର ଆଲବମ୍ରେ ଶୋଭା ପାଉଛି। ସେଇ 5-6 ବର୍ଷର ପିଲାଦିନଠାରୁ ମୋର ବାଲ୍ୟ ଓ କୈଶୋର ଜୀବନର ଅଧିକାଂଶ ସମୟ କଟିଥିଲା ଦୁର୍ଗା ମାଉସୀର ସାନ୍ନିଧ୍ୟରେ। କେବେ ଅଝଟ ହେଲେ ମୋତେ ଭାତ ଗୁଣ୍ଡା କରି ଖୁଆଇ ଦେବାଠୁ, ମୋ ନାକର ସିଙ୍ଘାଣୀକୁ କୌଣସି ବିକାର ନ ରଖି ନିଜ ଶାଢ଼ୀ କାନିରେ ପୋଛି ଦେବାଠୁ, ନିଦ ନ ଆସିଲେ ନାନାବାୟା ଗୀତ ଗାଇ କାନ୍ଧରେ ପକାଇ ଶୁଆଇ ଦେବାଠୁ, ଦେହ ଖରାପ ହେଲେ ମଥାରେ ପାଣି ପଟି ଦେଇ ରାତି ଉଜାଗର ରହିବା, ଏବଂ ମୁଁ ଟିକେ ବଡ଼ ହୋଇଗଲା ପରେ ମୋ ହାତରେ ଷ୍ଟେସନାରୀ ଦୋକାନରୁ ସିନ୍ଦୁର, ଅଳତା, ବିନ୍ଦି କିଣିବା, ଚୁପଚାପ ମଉସାଙ୍କ ପାଇଁ ଲେଖିଥିବା ଚିଠିକୁ ନେଇ ପୋଷ୍ଟବାକ୍ସରେ ପକାଇବା, ଷ୍ଟେସନର ହୁଇଲରରୁ ତାର ମନପସନ୍ଦର ବହି ବା ମ୍ୟାଗାଜିନ୍ କିଣିବା, ଏମିତି କେତେ ଯେ ସ୍ମୃତିର ମୁହୂର୍ତ୍ତ ମୋ ଜୀବନର ଖାତାରେ ସାଇତା ହୋଇ ରହିଛି ତାର ହିସାବ ନାହିଁ। ଅବଶ୍ୟ ସମୟକ୍ରମେ ଦୁର୍ଗା ମାଉସୀ ନିଜର ପିଲାଛୁଆ ହେବା ପରେ ତାର ସଂସାରର ଜଞ୍ଜାଳ ତାକୁ ବଳେଇଥିଲା
ଏବଂ ଧୀରେ ଧୀରେ ନୀତିଦିନିଆ ଜୀବନର ଦୁଃଖ ଯନ୍ତ୍ରଣା ଭିତରେ ସେ ବି ପେଶି ହୋଇଯାଇଥିଲା। କୈଶୋର ଓ ତାରୁଣ୍ୟର ସନ୍ଧିକ୍ଷଣରେ ମୁଁ ଦୁର୍ଗା ମାଉସୀର ସାନ୍ନିଧ୍ୟରୁ ବିଦାୟ ନେଇଥିଲି ଯେବେ କଲେଜରେ ପାଠ ପଢ଼ିବା ପାଇଁ ମୁଁ ଦିଲ୍ଲୀ ଚାଲିଗଲି। ତାପରେ ଆଇଆଇଟି କାନପୁରରେ ଇଞ୍ଜିନିୟରିଂ, ପୁଣି ଆଇଆଇଏମ୍ ଅହମ୍ମଦାବାଦରେ ମ୍ୟାନେଜମେଣ୍ଟ, ତାପରେ ବହୁରାଷ୍ଟ୍ରୀୟ କମ୍ପାନୀରେ ମୋଟା ଦରମାର ଚାକିରି, ବାରମ୍ବାର ବିଦେଶ ଗସ୍ତ। ସେମିତି ଉଚ୍ଚଶିକ୍ଷିତା ଝିଅ ଯିଏ ଥିଲା ମୋ କମ୍ପାନୀର ସହକର୍ମିଣୀ ସ୍ୱାତୀ, ତା ସହ ବିବାହ। ନିଜର ଜୀବନ ଓ ଜୀବିକାର ପ୍ରାଚୁର୍ଯ୍ୟ ଓ ଜଞ୍ଜାଳ ଭିତରେ ଧୀରେ ଧୀରେ ମୋର ଶୈଶବ ଓ ତାରୁଣ୍ୟର ସ୍ମୃତି ଉପରେ ବୁଢ଼ିଆଣୀର ଜାଲ ପରି ବହଳ ଅଳନ୍ଧୁ ଲାଗିଯାଇଥିଲା। ଏମିତି ମୁଁ ଉଚ୍ଚାଭିଳାଷର ଗୋଟିଏ ଗୋଟିଏ ଉପର ପାହାଚ ଚଢ଼ୁ ଚଢ଼ୁ ବାପା ଏ ଦୁନିଆରୁ ଚାଲିଯାଇଥିଲେ। ବାପାଙ୍କର ଏକମାତ୍ର ସନ୍ତାନ ଥିଲି ମୁଁ। ମୋର ପାଠପଢ଼ା, ଚାକିରି ଓ ଦାମ୍ପତ୍ୟ ଜୀବନର ବ୍ୟସ୍ତତା ଭିତରେ ବାପାଙ୍କର ସୁଖ ଦୁଃଖକୁ ବାଣ୍ଟିବା ପାଇଁ ସମୟ ନଥିଲା ମୋର। ନିଜକୁ ଖୁବ୍ ଏକା ଏକା ମନେକରି ହୁଏତ କିଛିଟା ଅବହେଳିତ ଓ ଉପେକ୍ଷିତ ହେବାର ବେଦନାରେ ବାପାଙ୍କର ଜୀବନୀ ଶକ୍ତି ସରି ଆସୁଥିଲା। ହଠାତ୍ ବାପାଙ୍କର ଦେହ ଖୁବ୍ ଖରାପ ହୋଇଥିବାର ଖବର ମୁଁ ପାଇଥିଲି ଫୋନରେ ଦୁର୍ଗା ମାଉସୀଠୁ ହିଁ। ସେତେବେଳେ ଗୋଟେ ବିଜନେସ୍ କନସଲଟାନ୍ସି କାମରେ ମୁଁ ନ୍ୟୁୟର୍କରେ ଥାଏ। ସ୍ୱାତୀ ବି କମ୍ପାନୀ କାମରେ ବମ୍ବେ ଯାଇଥାଏ। ପିଲାମାନେ ଦିଲ୍ଲୀରେ ଥାଆନ୍ତି ଆୟା ପାଖରେ। ଏକୁଟିଆ ନ୍ୟୁୟର୍କରୁ ଆସି କଟକରେ ଘରେ ପହଞ୍ଚିଲା ବେଳକୁ ବାପା ଚଳତ୍ଶକ୍ତିହୀନ ଅବସ୍ଥାରେ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ଆମର ନିଜର ବିଶେଷ କେହି ସମ୍ପର୍କୀୟ ପାଖରେ ନଥିବାରୁ ସାହିର ଭାଇବନ୍ଧୁ ହିଁ ବାପାଙ୍କ ସେବା ଓ ଶୁଶ୍ରୂଷାରେ ଲାଗିଥିଲେ। ବାପାଙ୍କର ଜୀଇ ରହିବାର ସ୍ପୃହା ହିଁ ନଥିଲା। ହୁଏତ ମନର କେଉଁ କୋଣରେ ମୋତେ ଶେଷଥର ଦେଖିବାର ଇଚ୍ଛାଶକ୍ତି ହିଁ ତାଙ୍କୁ ବଞ୍ଚାଇ ରଖିଥିଲା। ମୁଁ ଘରେ ପହଞ୍ଚିବା ଦିନ ହିଁ ବାପା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାପାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସାରି ଘରେ ଚାବି ପକାଇ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ କାହାର ହାତ ସ୍ପର୍ଶରେ ପଛକୁ ଫେରି ଚାହିଁଥିଲି। ଦୁର୍ଗା ମାଉସୀ ମୋ ପଛରେ ଛିଡ଼ା ହୋଇଥିଲା। ବୟସର ଛାପ ଓ ଜୀବନ ଜଞ୍ଜାଳର ବୋଝ ତା ମୁହଁ ଓ ଶରୀରରେ ବେଶ୍ ବାରି ହେଉଥିଲା। କିନ୍ତୁ ସେଇ ଯେଉଁ ପିଲାଦିନୁ ତାକୁ ଦେଖିଥିବା ରୂପଲାବଣ୍ୟର କାଣିଚାଏ ତଥାପି ଝଲସୁଥିଲା ତା ମୁହଁରେ। ବେଶ୍ ସ୍ନିଗ୍ଧ, କେମିତି ଏକ ଶାନ୍ତ ସମାହିତ ରୂପ। ଦୁର୍ଗା ମାଉସୀର କରସ୍ପର୍ଶରେ ପ୍ରାପ୍ତବୟସ୍କ ହୋଇ ବି ପ୍ରତିଷ୍ଠା ଓ ପ୍ରାଚୁର୍ଯ୍ୟର ଶୀର୍ଷରେ ପହଞ୍ଚିଲା ପରେ ବି ମୋ ଆଖିରେ ଲୁହ ଆସିଯାଇଥିଲା। ମାଉସୀ ସେମିତି ପିଲାଦିନ ପରି ମୋର ଆଖିରୁ ପଣତକାନିରେ ଲୁହଧାର ପୋଛି ଦେଇ କହିଥିଲା, ଆରେ ଏତେ ବଡ଼ ହେଇ କିଏ କାନ୍ଦେ? ଏବେ ତ ବାପା ଗଲେ। ଆମ ସମସ୍ତଙ୍କର ସମୟ ଏମିତି ଡକାଡକି ହୋଇ ଆସିବ। କିନ୍ତୁ ତୁ, ବୋହୂ, ତୋର ପିଲାମାନେ ଦୀର୍ଘାୟୁ ହୁଅନ୍ତୁ, ଆୟୁଷ୍ମାନ ହୁଅନ୍ତୁ। ମା କଟକଚଣ୍ଡୀ ତୁମମାନଙ୍କୁ ଅଭୟ ହସ୍ତରେ ଢାଙ୍କି ରଖିଥାନ୍ତୁ। ଏତିକି କହି କଟକଚଣ୍ଡୀଙ୍କର ଫୁଲ ଓ ଭୋଗ ମୋ ହାତକୁ ବଢ଼ାଇ ଦେଇଥିଲା ମାଉସୀ। ପିଲାଦିନୁ ମାତୃହରା ହେବାର ଅନୁଭୂତି ବଡ଼ ବିଚିତ୍ର। ମୋ ଚାରିପାଖେ ସବୁ ଚିହ୍ନା ଜଣାଙ୍କର ମା ଅଛନ୍ତି, ଅଥଚ ମୋର ନାହିଁ। କାହିଁକି ନାହିଁ? ୟାର ଉତ୍ତର କିଏ ଦେବ? ମାର ମମତା ଓ ସ୍ନେହର ଡୋର ବିଷୟରେ ନ ଜାଣିପାରିବାର ଦୁର୍ଭାଗ୍ୟ ଶତ୍ରୁକୁ ବି ନ ଆସୁ ବୋଲି ମୁଁ ସଦାବେଳେ ଭାବେ। ହୁଏତ ମା ନଥିବାରୁ ପିଲାଦିନୁ ବାପାଙ୍କ ସହ ନିସଙ୍ଗ ଜୀବନ କାଟିବାକୁ ଅଭ୍ୟସ୍ତ ହୋଇଯାଇଥିବାରୁ ମାନସିକ ସ୍ତରରେ ମୁଁ ଖୁବ୍ ବେଶୀ ନିରାସକ୍ତ, ଭାବପ୍ରବଣତାରୁ ମୁକ୍ତ ହୋଇ ବଢ଼ିଥିଲି। କୌଣସି ସମ୍ପର୍କ ପ୍ରତି ମୋହ ବା ଆସକ୍ତି ମୋର ଗଢ଼ି ଉଠିନଥିଲା। ସବୁ ସମ୍ପର୍କ ଦିଆ ନିଆ, ବୁଝାମଣା ଓ ପାରସ୍ପରିକ ଆବଶ୍ୟକତାକୁ ନେଇ ଗଢ଼ା ଏମିତି ଏକ ଜୀବନ ଦର୍ଶନ ମୋର ବଦ୍ଧମୂଳ ହୋଇଯାଇଥିଲା। ଏସବୁ ଭିତରେ ଗୋଟିଏ ବ୍ୟତିକ୍ରମ ଥିଲା, ଦୁର୍ଗା ମାଉସୀ ପ୍ରତି ମୋର ପ୍ରଚଣ୍ଡ ଦୁର୍ବଳତା ଓ ତା ସହ କାଟିଥିବା ମୁହୂର୍ତ୍ତଗୁଡ଼ିକର ସ୍ମୃତିର ଅମଳିନ ଅନୁଭୂତି। ଦୁର୍ଗା ମାଉସୀକୁ ମୁଁ ଘରର ଚାବି ବଢ଼େଇ ଦେଇ କହିଥିଲି, ମାଉସୀ, ବାପା ଗଲା ପରେ ମୋର ତ କେହି ରକ୍ତର ସମ୍ପର୍କୀୟ ନାହାନ୍ତି ଏ ଦୁନିଆରେ। ତେଣୁ ଏ ଘରର ଚାବି ନିଜ ସାଙ୍ଗରେ ନେଇଯିବା ଅପେକ୍ଷା ତୁମ ପାଖରେ ହିଁ ରଖିଦେଇ ଯାଉଛି। ଏଇ ଚାବି ହିଁ ମୋର ବର୍ତ୍ତମାନର ଜୀବନ ସହ ବିଗତ ଶୈଶବ ଓ କୈଶୋରର ସମ୍ପର୍କର ସେତୁ। ତେଣୁ ଘରର ଚାବି ତୁମ ପାଖରେ ରହିଲା। ମୋର ଘର, ଅଫିସ୍ ଓ ମୋବାଇଲ ଫୋନ୍ ନମ୍ବର ରଖ। କେବେ ଦରକାର ହେଲେ ଫୋନ୍ କରିବ। ପର ଘରକୁ ଜଗି ରହିବାର ଗୁରୁଦାୟିତ୍ୱ ହୁଏତ ଅନ୍ୟ କେହି ସହଜରେ ନେବ ନାହିଁ। କିନ୍ତୁ ଦୁର୍ଗା ମାଉସୀ ଅଭିଧାନରେ ନା ବୋଲି ଶବ୍ଦ ହୁଏତ ନଥିଲା। ତେଣୁ ସେ କିଛି ନ କହି ଘରର ଚାବି ରଖିଦେଲା। ଶୀଘ୍ର ବୋହୂ ଓ ପିଲାମାନଙ୍କୁ ଆଣି ନିଜର ଘର ଓ ଆମମାନଙ୍କୁ ଦେଖିଯିବୁ ବୋଲି କହିଥିଲା ଏବଂ ଘରୁ ବାହାରି ଟ୍ୟାକ୍ସିରେ ବସିବା ପର୍ଯ୍ୟନ୍ତ ସାଥିରେ ବଳେଇ ଦେବାକୁ ଆସି ମୁଣ୍ଡକୁ ଆଉଁସି ଦେଇଥିଲା। ଟ୍ୟାକ୍ସି ଚାଲିବା ଆରମ୍ଭ କଲା ପରେ ପଛକୁ ଚାହିଁ ଦେଖିଥିଲି ଦୁର୍ଗା ମାଉସୀ ଘରଦାଣ୍ଡରେ ସେମିତି ଛିଡ଼ା ହୋଇଥିଲା, ଶ୍ରଦ୍ଧା ଓ ମମତାର ମୂର୍ତ୍ତିମତୀ ନାରୀଟିଏ ପରି। ବାସ୍, ସେଇ ଶେଷ ଦେଖା ଦୁର୍ଗା ମାଉସୀ ସାଙ୍ଗରେ। ୟା ଭିତରେ 5 ବର୍ଷ ବିତିଯାଇଛି। କର୍ମକ୍ଷେତ୍ରରେ ମୋର ପଦୋନ୍ନତି ହେଇଛି, ବ୍ୟାଙ୍କ ବାଲାନ୍ସ ବଢ଼ିଛି, ପିଲାମାନେ ବଡ଼ ହୋଇଛନ୍ତି, ପ୍ରାଚୁର୍ଯ୍ୟ ଓ ପ୍ରତିଷ୍ଠାରେ ବେଶ୍ ବୃଦ୍ଧି ହେଇଛି। ବ୍ୟସ୍ତ ଜୀବନର କୋଳାହଳ ଭିତରେ ଦୁର୍ଗା ମାଉସୀ ବି ମନର କେଉଁ କନ୍ଦି ଭିତରେ ନିର୍ବାସିତ ହୋଇଯାଇଥିଲା। ମାଉସୀର କଥା ଅନୁସାରେ ସ୍ତ୍ରୀ ପିଲାଙ୍କୁ ଧରି କଟକ ଆସି ବୁଲିଯିବାର ପ୍ରତିଶ୍ରୁତି ରଖି ହିଁ ନଥିଲା। ମାଉସୀ ଚାଲିଯିବାର ଖବର ମଉସା ହିଁ ମୋତେ ଜଣେଇଥିଲେ ଫୋନ୍ କରି।
ସେତେବେଳେ ମୁଁ ଦିଲ୍ଲୀ ଏୟାରପୋର୍ଟରେ ବସିଥିଲି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଙ୍ଗାଲୋର ଯିବା ପାଇଁ। ସବୁ କାମ ବାତିଲ କରି ପ୍ରଥମ ଫ୍ଲାଇଟ୍ରେ ଆସି ସନ୍ଧ୍ୟା ସୁଦ୍ଧା ପହଞ୍ଚିଥିଲି ଭୁବନେଶ୍ୱରରେ। ତାପରେ ଟ୍ୟାକ୍ସିରେ କଟକ। ଆଗରୁ ଫୋନରେ ମଉସାଙ୍କୁ ଖୁବ୍ ଅନୁରୋଧ କରି କହିଥିଲି, ପ୍ଲିଜ୍ ମଉସା, ମୁଁ ପହଞ୍ଚିବା ଯାଏଁ ଅପେକ୍ଷା କରିବ। ହେଉ ପଛେ ତାର ନିଷ୍ପ୍ରାଣ ଶରୀର ଦୁର୍ଗା ମାଉସୀକୁ ଦେଖିବାର ଶେଷ ସୁଯୋଗରୁ ମୋତେ ବଞ୍ଚିତ କରିବ ନାହିଁ। ମୋର ଐକାନ୍ତିକ ଅନୁରୋଧକୁ ରକ୍ଷା କରିଥିଲେ ମଉସା, ଯଦିଓ ତାଙ୍କ ପିଲାମାନେ ଓ ଜ୍ଞାତି କୁଟୁମ୍ବ ରକ୍ତର ସମ୍ପର୍କ ନଥିବା ପଡ଼ୋଶୀ ଘରର ପୁଅ ପାଇଁ ଶବଦାହକୁ ବିଳମ୍ବ କରିବାକୁ ତୀବ୍ର ବିରୋଧ କରୁଥିଲେ। ମାଉସୀର ନିଷ୍ପ୍ରାଣ ଶରୀରରେ ଫୁଲମାଳ ଦେଇ ତାର ଅଳତାବଳା ପାଦର ଧୂଳି ମୁଣ୍ଡରେ ମାରିସାରି ଯେତେବେଳେ ମୁଁ କୋକେଇର ପାର୍ଶ୍ୱରେ ଛିଡ଼ା ହୋଇ ରହିଥିଲି ହତବାକ୍ ଭାବେ, ମଉସା ମୋ ହାତକୁ ଏକ ଫରୁଆ ବଢ଼ାଇ ଦେଇ କହିଥିଲେ, ନିଅ, ୟା ଭିତରେ ଅଛି ତୁମ ଘରର ଚାବି। ମଲାବେଳକୁ ବାରମ୍ବାର କହିଯାଇଥିଲା ମାଉସୀ, ୟାକୁ ସାଇତି ରଖ। ମୋର ମରିବା କଥା ଶୁଣିଲେ ନିଶ୍ଚୟ ଅନୁ ଆସିବ ଏବଂ ତା ହାତରେ ଏ ଚାବି ଦେଇଦେବ, ନହେଲେ ସେ ଦାୟିତ୍ୱରୁ କେବେ ମୁଁ ମୁକ୍ତ ହେବି ନାହିଁ। ଫରୁଆ ଖୋଲି ଚାବିକୁ ହାତରେ ଧରିଲା ବେଳକୁ ମୋର ସମଗ୍ର ସତ୍ତା ଶୋକାକୁଳ ହୋଇ ଉଠୁଥିଲା। ନିଜ ଛାତିରେ ଚାବି ପେନ୍ଥାକୁ ଚାପି ଧରି ମୁଁ କହୁଥିଲି, ମାଉସୀ, ତୁ ତ ଏବେ ମୁକ୍ତ ହେଇଗଲୁ। ଦୁନିଆର କୌଣସି ଶକ୍ତି ତୋତେ ଆଉ ବାନ୍ଧି ରଖିପାରିବ ନାହିଁ। ତେବେ ବି ଦାୟିତ୍ୱରୁ ମୁକ୍ତ ହେବା ପାଇଁ ଏ ଉତ୍କଣ୍ଠା କାହିଁକି? ଦାୟମୁକ୍ତ ହେବାର ଏ ତାଡ଼ନା, ଏ ସାଧନା କାହିଁକି? ତାହେଲେ ମରଣରେ ବି କ'ଣ ତୋର ଜି ରହିଥିବା ଜୀବନର ପୁନରାବୃତ୍ତି? ମୁଁ ଜାଣିଛି ତୁ କେବେ ପ୍ରଶ୍ନ ପଚାରିବାରେ ବିଶ୍ୱାସ କରିନାହୁଁ, କିନ୍ତୁ ପିଲାଦିନୁ ଅନେକ ଜିଜ୍ଞାସା ମୋର ସତ୍ତାକୁ ଗ୍ରାସ କରିଛି। ହେତୁ ପାଇଲା ପରଠୁ ପ୍ରଥମ ପ୍ରଶ୍ନ ମୁଁ ନିଜକୁ ଅନ୍ୟକୁ ପଚାରିଥିଲି, କାହିଁକି ମୋର ମା ନାହିଁ? କୈଶୋରରେ ପ୍ରଶ୍ନ କରିଥିଲି, କାହିଁକି ମୋର ଅନ୍ତରଙ୍ଗ ବନ୍ଧୁ କେହି ନାହିଁ? ତାରୁଣ୍ୟରେ ନିଜକୁ ପଚାରିଥିଲି, କାହିଁକି ମୋର କେହି ଅନୁରାଗିଣୀ, କେହି ପ୍ରିୟ ବାନ୍ଧବୀ ବା ପ୍ରେମିକା ନାହିଁ? ଯୌବନରେ ଯେତେବେଳେ ପ୍ରତିଷ୍ଠା ଓ ପ୍ରାଚୁର୍ଯ୍ୟ ମୋର ପାଦ ଚୁମୁଥିଲା, ସେତେବେଳେ ବି ଗୋଟିଏ ଜିଜ୍ଞାସା ମୋର ମନରେ ବାରବାର ଆସିଛି, ସହକର୍ମିଣୀ ସ୍ୱାତି ସହ ମୋର ବିବାହ କ'ଣ ଖାଲି ଗୋଟେ ସୁବିଧାବାଦିତା? ଏ ସଂସାରରେ କ'ଣ ନିଚ୍ଛକ ଭଲ ପାଇବାକୁ ନେଇ ଚିରସ୍ଥାୟୀ ସମ୍ପର୍କ ଗଢ଼ି ଉଠିବା ସମ୍ଭବ ନୁହେଁ? ଆଜି ମଧ୍ୟବୟସରେ ବି ମୁଁ ପ୍ରଶ୍ନ ପଚାରୁଛି, କାହିଁକି ବଡ଼ ହେବାର ଘୋଡ଼ାଦୌଡ଼ ଭିତରେ ଏକା ଏକା ରହୁଥିବା, ବହୁଦିନ ଧରି ଖୁବ୍ ଏକ ନିଃସଙ୍ଗ ବିପତ୍ନିକ ଜୀବନ ବିତାଉଥିବା, ହୁଏତ ଉପରେ ନ କହିଲେ ବି ମନ ଭିତରେ ପାଖରେ ରହି, ସ୍ତ୍ରୀ ନଥିଲେ ବି ପୁଅ ମୋର ସୁଖ ଦୁଃଖର ସାଥୀ ହେଉ ବୋଲି ନିଭୃତ କାମନା କରୁଥିବା ଜରାଜୀର୍ଣ୍ଣ ବାପାଙ୍କର ମୁଁ ଆଶାବାଡ଼ିଟିଏ ହୋଇପାରିଲିନି? କାହିଁକି ସେ ମୋ ପତ୍ନୀ ଓ ପିଲାମାନଙ୍କର ସାନ୍ନିଧ୍ୟ, ସେବା, ଶୁଶ୍ରୂଷାରୁ ବଞ୍ଚିତ ହେଲେ? କାହିଁକି ମୁଁ ଏତେ ନିରାସକ୍ତ? କାହିଁକି ମୁଁ ଏତେ ଅନ୍ତର୍ମୁଖୀ? ବାସ୍ତବରେ ମୁଁ ସୁଖୀ ନା ଅସୁଖୀ? ଏମିତି ଅଗଣିତ ପ୍ରଶ୍ନବାଚୀ ମୋ ମନରେ। ମାଉସୀ, ତୋର ଓ ମୋର ଜୀବନର ଧାରା ଦୁଇଟି ସମାନ୍ତରାଳ ରେଖା, କିନ୍ତୁ ମୋର ହୃଦ୍ବୋଧ ହେଉଛି, ବେଶ୍ ବୈଚିତ୍ର୍ୟହୀନ ସାଧାରଣ ଓ ନିସ୍ତରଙ୍ଗ ଜୀବନ ଜିଇଥିବା ମଣିଷ ହିସାବରେ ତୁ ହିଁ ମୋର ଶେଷ ଅସମାହିତ ପ୍ରଶ୍ନର ଉତ୍ତର ଦେବୁ। ତୋ ଜୀବନରେ ତୁ ସୁଖୀ ଥିଲୁ ନା ଅସୁଖୀ?